ଯେତେବେଳେ ଶ୍ରୀ ରାମଚନ୍ଦ୍ର ଯୁଦ୍ଧରେ ରାବଣକୁ ପରାସ୍ତ କରି ପୁଷ୍ପକ ବିମାନର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଥିଲେ ସେତେବେଳେ ତାଙ୍କ ସହିତ ମାତା ସୀତା, ଭାଇ ଲକ୍ଷ୍ମଣ ଏବଂ ଭକ୍ତ ହନୁମାନ ଥିଲେ। ଏବଂ ଏହି ଯିବା ବାଟରେ ହନୁମାନଙ୍କର ଘର ମଧ୍ୟ ପଡ଼ିଲା। ଏବଂ ରାମଚନ୍ଦ୍ର କହିଲେ, ହନୁମାନ ଏହା ବୋଧେ ତୁମରି ଘର, ଚାଲ ତୁମ ଘର ଆଡ଼େ ମଧ୍ୟ ବୁଲି ଆସିବା। ସେତେବେଳେ ହନୁମାନଙ୍କର ଖୁସି କହିଲେ ନ ସରେ। ଯେତେବେଳେ ହନୁମାନ ଶ୍ରୀ ରାମଚନ୍ଦ୍ରକୁ ତାଙ୍କ ଘରକୁ ନେଇଗଲେ ମାତା ଅଞ୍ଜନି ତାଙ୍କୁ ଦେଖି ବହୁତ ଖୁସି ହୋଇଗଲେ। ବିଶ୍ୱାସ ମଧ୍ୟ କରିପାରୁନଥିଲେ। ହନୁମାନଙ୍କୁ ପାଖକୁ ଡାକି କହିଲେ, ସବୁ ପିତାମାତାକୁ ତୁମ ଭଳି ସନ୍ତାନ ମିଳିବା ଆବଶ୍ୟକ। କାହିଁକିନା ସନ୍ତାନମାନଙ୍କର କାର୍ଯ୍ୟ ହେଲା ବାପା ମାଆଙ୍କୁ ପ୍ରଭୁଙ୍କ ପାଖକୁ ନେଇକି ଯାଇଥାନ୍ତି, କିନ୍ତୁ ତୁମ୍ଭେ ଏକମାତ୍ର ପୁଅ ଯିଏ ପ୍ରଭୁଙ୍କୁ ନିଜେ ମାତାଙ୍କ ପାଖକୁ ନେଇ ଆସିଛନ୍ତି। ଏବଂ ହନୁମାନ ସମସ୍ତ ବିଷୟରେ ମାତା ଅଞ୍ଜନିକୁ କହିଲେ, କିଭଳି ମାତା ସୀତାଙ୍କୁ ରାବଣ ଅପହରଣ କରିଥିଲା, ତାପରେ ଶ୍ରୀ ରାମଚନ୍ଦ୍ର କିଭଳି ରାବଣକୁ ବଦ୍ଧ କରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ ଏବଂ ଆଜି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଛନ୍ତି, ସମସ୍ତ ବିଷୟ ମାତା ଅଞ୍ଜନିକୁ କହିଥିଲେ। ଏହା ଶୁଣିବା ପରେ ମାତା ଅଞ୍ଜନି ଖୁସି ହେବା ପରିବର୍ତ୍ତେ ଦୁଃଖ କରିଥିଲେ। ଏହା ଦେଖି ଲକ୍ଷ୍ମଣ ମାତା ଅଞ୍ଜନିକୁ ପଚାରିଥିଲେ, ଆପଣ ଖୁସି ହେବା ବଦଳରେ ଦୁଃଖ କାହିଁକି କଲେ? ଅଞ୍ଜନି ତାଙ୍କୁ କହିଥିଲେ, ଯଦି ମୋ ପୁତ୍ର ହନୁମାନ ଚାହିଁଥାନ୍ତା ତେବେ ସେ କ୍ଷଣକ ମଧ୍ୟରେ ଲଙ୍କାକୁ ଧ୍ୱସ୍ତ ବିଧ୍ୱସ୍ତ କରିଥାନ୍ତା, ତେବେ ଶ୍ରୀ ରାମଚନ୍ଦ୍ରକୁ କାହିଁକି ଏତେ କଷ୍ଟ କରିବାକୁ ପଡ଼ିଥାନ୍ତା? ଏହା ଶୁଣି ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, ହନୁମାନ କ'ଣ ରାମଙ୍କ ଠାରୁ ଏତେ ପରାକ୍ରମୀ? ସେତେବେଳେ ମାତା ଅଞ୍ଜନି ଗୋଟିଏ ପର୍ବତ ଉପରକୁ ଚାଲି ଯାଇଥିଲେ ଏବଂ ନିଜର ଶକ୍ତି ବଳରେ ତାଙ୍କ ସ୍ତନରୁ କ୍ଷୀର ଝରିଥିଲା ଏବଂ ସେହି କ୍ଷୀରର ଗୋଟାଏ ଟୋପା ସେହି ପର୍ବତ ଉପରେ ପଡ଼ିବା ପରେ ପର୍ବତ ଭିତରେ ଗୋଟିଏ ବିରାଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା ଏବଂ ଲାଭା ଉଦ୍ଗୀରଣ ହୋଇଥିଲା। ଏହା ଦେଖି ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ମାତା ଅଞ୍ଜନି ସେତେବେଳେ କହିଥିଲେ, ଯଦି ଏହି କ୍ଷୀରର ଟୋପାଏ ବିନ୍ଦୁ ପଡ଼ି ପର୍ବତର ଏଭଳି ଅବସ୍ଥା ହେଲା, ତେବେ ଏହି କ୍ଷୀରକୁ ପିଇ ଛୋଟରୁ ବଡ଼ ହୋଇଥିବା ହନୁମାନଙ୍କର ଶକ୍ତି କିଭଳି ଥିବ ଏଥିରୁ ତୁମେ ନିଶ୍ଚିତ ଜାଣିପାରୁଥିବ। ଏହା ଶୁଣି ଲକ୍ଷ୍ମଣ ନିଜକୁ ଲଜ୍ଜିତ ଅନୁଭବ କଲେ ଏବଂ ମାତା ଅଞ୍ଜନିକୁ କ୍ଷମା ପ୍ରାର୍ଥନା କରିଥିଲେ।